ଥରେ ଚିନ୍ତା କଲେ ଭାରତରେ 60 ବର୍ଷ ପରେ ଜୀବନ କେମିତି ହୋଇଥାଏ। କାମରୁ ଅବସର, କାମ କରିବାର ଉତ୍ସାହ କମିଯିବା, ଆରାମଦାୟକ ଜୀବନ ଜୀଇବାକୁ ପସନ୍ଦ କରିବା କିମ୍ବା ପରିବାର ଉପରେ ନିର୍ଭରଶୀଳତା। କିନ୍ତୁ ଏଠି ଘଟିଛି ବ୍ୟତିକ୍ରମ। ମହାରାଷ୍ଟ୍ରର କରାଡ଼ ନନ୍ଦଗାଓଁ ଗାଁର 65 ବର୍ଷିୟା ମଙ୍ଗଳା ଆୱଲେ ସମସ୍ତଙ୍କଠାରୁ ଭିନ୍ନ। ସେ ଏହି ଧାରଣାକୁ କରିଛନ୍ତି ଚ୍ୟାଲେଞ୍ଜ। ସେ ଚାହିଁନାହାନ୍ତି ଆରାମଦାୟକ ଜୀବନ, ବରଂ କର୍ମକୁ ହିଁ ଜୀବନର ବ୍ରତ କରି ବଞ୍ଚିବାକୁ ଚାହୁଁଛନ୍ତି। ସମୟ ପରିସ୍ଥିତି ଯାହା ବି ହେଉନା କାହିଁକି ସେ ନିଜେ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିଛନ୍ତି, ବେଶ୍ ଖୁସି ବି ଅଛନ୍ତି। ମଙ୍ଗଳା ଆୱଲେ ସ୍ନେହରେ ସମସ୍ତେ ଡାକନ୍ତି ମଙ୍ଗଳା ଦାଦି। ବୟସ 65, ଏବେ ସେ ଅଟୋରିକ୍ସା ଡ୍ରାଇଭର। ବୟସର ଅପରାହ୍ନରେ ବି କମିନି ଦାଦିଙ୍କର ଆତ୍ମବିଶ୍ୱାସ। ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିବା ମଙ୍ଗଳା ଦାଦିଙ୍କ ଜୀବନ ଏତେ ସହଜ ନଥିଲା। ଦେଖିଛନ୍ତି ଅନେକ ସଂଘର୍ଷ। ପିଲାମାନେ ଛୋଟ ଥିବା ସମୟରେ ମୃତ୍ୟୁବରଣ କରିଥିଲେ ସ୍ୱାମୀ। ସେ ଦିନ ମଜୁରୀ କରି ଗୋଟିଏ ପୁଅ ଏବଂ 3 ଝିଅଙ୍କୁ ଲାଳନ ପାଳନ କରିଥିଲେ। ତାଙ୍କ ପୁଅ ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମରେ ଡ୍ରାଇଭର ଭାବରେ କାମ କରନ୍ତି। ଝିଅମାନେ ସମସ୍ତେ ବିବାହିତ। ପୁଅ ଦରମାରେ ଘର ଚଳିବା କଷ୍ଟକର। ପୁଅକୁ ଆର୍ଥିକ ସହାୟତା ଏବଂ ନିଜର ଔଷଧ ଖର୍ଚ୍ଚ ପାଇଁ ମଙ୍ଗଳା ଦାଦି ଅଟୋ ରିକ୍ସାର ଧରିଥିଲେ ଷ୍ଟିଅରିଂ। ପୁଅଠାରୁ ଅଟୋ ଚଳାଇବା ଶିଖି ମାତ୍ର 15 ଦିନର ଅଭ୍ୟାସ ପରେ ଗହଳିପୂର୍ଣ୍ଣ ରାସ୍ତାରେ ଗାଡ଼ି ଚଳାଇବା ଆରମ୍ଭ କଲେ। ସକାଳ 9ଟାରୁ ସନ୍ଧ୍ୟା 6ଟା ଅଟୋ ଚଳାନ୍ତି ଆଉ ଦୈନିକ ପ୍ରାୟ 500ରୁ 700 ଟଙ୍କା ରୋଜଗାର କରନ୍ତି। ମଙ୍ଗଳାଙ୍କର ଏହି ଯାତ୍ରା ଥିଲା ବେଶ୍ କଷ୍ଟସାଧ୍ୟ। ଗାଡ଼ି ଶିଖିବା ପରେ ବି କମିନଥିଲା ତାଙ୍କ ସଂଘର୍ଷ। ପରିବହନ କର୍ତ୍ତୃପକ୍ଷ ଯେତେବେଳେ ଜାଣିଲେ ଯେ ମଙ୍ଗଳା ଏତେ ବର୍ଷ ବୟସରେ ଗାଡ଼ି ଚଳାଉଛନ୍ତି, ତାଙ୍କୁ ଲାଇସେନ୍ସ ନିୟମାବଳୀ ମାନିବାକୁ କୁହାଯାଇଥିଲା। ଏକଥା ଶୁଣିବା ପରେ ସେ ଆଦୌ ନିରୁତ୍ସାହିତ ହୋଇନଥିଲେ, ବରଂ ସେ ସରକାରୀ ପ୍ରକ୍ରିୟାକୁ ସମ୍ମାନ କରି ନିୟମ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଥିଲେ। ଏକ ସାକ୍ଷାତକାରରେ ମଙ୍ଗଳା କହିଥିଲେ, ମୁଁ ଘରେ ରହୁଥିଲି, କିନ୍ତୁ ମୁଁ ଅନୁଭବ କଲି ଯେ ମୁଁ ବେକାର ବସିଛି, କାହାକୁ ବି ସାହାଯ୍ୟ କରୁନି। ତେଣୁ କିଛି କରିବାକୁ ଭାବି ମୁଁ ମୋ ପୁଅର ମାର୍ଗଦର୍ଶନରେ ରିକ୍ସା ଚଳାଇବା ଶିଖିଲି। ଏହା ଏକ ଚମତ୍କାର ନିଷ୍ପତ୍ତି ଥିଲା। ସମସ୍ତେ ଏହି ପ୍ରକାରର ସାହସ ଦେଖାଇବାକୁ ଚେଷ୍ଟା କରିବା ଉଚିତ। ମୁଁ ମୋ ପୁଅର ପରିବାର ଓ ମୋର ନିଜର ଚିକିତ୍ସା ଆବଶ୍ୟକତା ପୂରଣ କରିବା ପାଇଁ ରିକ୍ସା ଚଳାଏ। ଗାଡ଼ି ଚଳାଇବାକୁ ଆଦୌ ଭୟ କରେ ନାହିଁ, କିନ୍ତୁ ମୋତେ ଏହି କାମରେ ସମସ୍ତେ ସହଯୋଗ କରନ୍ତି। ସାଧାରଣତଃ ଗାଡ଼ି ଚଳାଇ ପରିବାର ପ୍ରତିପୋଷଣ କରିବା ପୁରୁଷଙ୍କ କାମ ବୋଲି ଧରାଯାଏ, କିନ୍ତୁ ଏହି କ୍ଷେତ୍ରରେ ମଙ୍ଗଳା ଦାଦି ନିଜର ଦବଦବା ଜାହିର କରିଛନ୍ତି। ମଧୁମେହରେ ପୀଡ଼ିତ ହେବା ସତ୍ତ୍ୱେ ମଙ୍ଗଳା ଦାଦି କେବେ ହାର ମାନି ନାହାନ୍ତି କିମ୍ବା ଅସୁସ୍ଥତାର ଦ୍ୱାହି ଦେଇ ଘରେ ବସି ନାହାନ୍ତି। ଜୀବନର ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଆପଣେଇ ଆଗକୁ ବଢ଼ିଛନ୍ତି। ଏହି ଆତ୍ମବିଶ୍ୱାସ, ଆଗ୍ରହ ଏବଂ ସାହସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ମହିଳାମାନେ, ବିଶେଷ କରି ବୟସ୍କାମାନେ ମଙ୍ଗଳା ଦାଦିଙ୍କୁ ଏବେ ନିଜ ଆଦର୍ଶ ଭାବରେ ଦେଖୁଛନ୍ତି। ବାସ୍ତବିକ ମଙ୍ଗଳା ଦାଦି ଏବେ ସମସ୍ତଙ୍କ ପାଇଁ ପ୍ରେରଣା। ତାଙ୍କ କାହାଣୀ ଦର୍ଶାଏ ଯେ ବୟସ କେବଳ ଏକ ସଂଖ୍ୟା। ଯଦି ଜଣଙ୍କର ଇଚ୍ଛା ଶକ୍ତି ଥାଏ, ତେବେ ଯେକୌଣସି ବୟସରେ ଯେକୌଣସି ଜିନିଷ ହାସଲ କରାଯାଇପାରିବ। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଷ୍ଟାର।